ବନ୍ଧୁଗଣ ସେମାନେ ତୁମର ମୃତ୍ୟୁ ପାଇଁ ଯଜ୍ଞ କରୁଛନ୍ତି। ଏହି ଦୁଇ ବ୍ୟକ୍ତି 7 ଜନ୍ମ ଧରି ତୁମର ଶତ୍ରୁ। ଗତ 13 ବର୍ଷ ଧରି ସେମାନେ ତୁମର ସମଗ୍ର ପରିବାର ଉପରେ ତାନ୍ତ୍ରିକ ପୂଜା, ଯାଦୁ ବିଦ୍ୟା, କଳା ଯାଦୁ କରି ଆସୁଛନ୍ତି। କିନ୍ତୁ ଏବେ ସେମାନେ ସମସ୍ତ ସୀମା ଅତିକ୍ରମ କରି ତୁମର ନାମକୁ ଯଜ୍ଞରେ ବଳି ଦେଉଛନ୍ତି ଏବଂ ତୁମକୁ ଧ୍ୱଂସ କରିବା ପାଇଁ ଏଥିରେ ଜଣେ ମହିଳା ଏବଂ ଜଣେ ପୁରୁଷ ମଧ୍ୟ ସାମିଲ ଅଛନ୍ତି। ଆଜି ସେମାନଙ୍କର ନାମ ଖୋଜ, ନଚେତ୍ କାଲି ବହୁତ ଡେରି ହୋଇଯିବ ଏବଂ ଜିନିଷ ଗୁଡ଼ିକ ହାତରୁ ଖସିଯିବ। ଏହି ଶତ୍ରୁମାନେ ତୁମକୁ ଧ୍ୱଂସ କରିବାରେ ସଫଳ ହୋଇଯିବେ। ସେମାନେ କେଉଁଠି ରୁହନ୍ତି, ସେମାନଙ୍କର ପରିଚୟ କଣ, ମୁଁ ଏବେ ତୁମକୁ କହିବାକୁ ଯାଉଛି। ତୁମେ ବହୁତ ଜ୍ଞାନ ଏବଂ ସତର୍କତାର ସହିତ ଆଗକୁ ବଢିବା ଉଚିତ। ସତର୍କତାର ସହିତ ଅନେକ ପଦକ୍ଷେପ ନେବା ଉଚିତ, ନଚେତ୍ ଏହି ଶତ୍ରୁ ତୁମର ଜୀବନକୁ ନର୍କଠାରୁ ମଧ୍ୟ ଖରାପ କରିଦେବ। ତୁମର ଜୀବନ ଧ୍ୱଂସ ହୋଇଯିବ, କାରଣ ଏହି ଦୁଇ ବ୍ୟକ୍ତି ସେମାନଙ୍କର ତାନ୍ତ୍ରିକ ପୂଜା ଏବଂ କଳା ଯାଦୁ ଦ୍ୱାରା ପ୍ରଥମେ ତୁମର ମନକୁ ଆକ୍ରମଣ କରିବେ। ତୁମର ଚିନ୍ତା କରିବା ଏବଂ ବୁଝିବାର କ୍ଷମତାକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେବେ। ଧୀରେ ଧୀରେ ସେମାନେ ତୁମକୁ କ୍ଷୁବ୍ଧ କରିଦେବେ ଏବଂ ତୁମେ ଅଧିକରୁ ଅଧିକ କ୍ରୋଧିତ ହେବ ଏବଂ ତାପରେ ତୁମର ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେବ। ଧୀରେ ଧୀରେ ଏହା ଆପଣଙ୍କ ପରିବାରକୁ ପ୍ରଭାବିତ କରିବ ଏବଂ ଆପଣ ଏହି ବିଶ୍ୱାସଘାତକର ପ୍ରଭାବ ସବୁଠାରେ ଦେଖିବେ। ଆପଣଙ୍କର ପିଲାମାନେ ଏବଂ ଆପଣଙ୍କ ଘର ସମେତ ସେ ଆପଣଙ୍କୁ ଏବଂ ଆପଣଙ୍କ ସମଗ୍ର ପରିବାରକୁ ନଷ୍ଟ କରିବାକୁ ଚାହୁଁଛି। ଏହି ଶତ୍ରୁ ଆପଣଙ୍କ ପ୍ରତି ଶତ୍ରୁତାରେ କ୍ରୋଧିତ ଏବଂ ବନ୍ଧୁଗଣ, ଆଜି ରାତି ଠିକ 11ଟାରୁ ଆପଣ ଦେଖିବେ ଯେ ଆପଣଙ୍କ ଉପରେ ବଡ ବଡ ଅସୁବିଧା ଏବଂ ସଙ୍କଟ ଆସୁଛି। ତେଣୁ ବନ୍ଧୁଗଣ, ଆଜି ଆପଣଙ୍କ ପାଇଁ ଏହି ଭିଡିଓଟିକୁ ଧ୍ୟାନର ସହିତ ଦେଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଏହି ଭିଡିଓ ଆପଣ ଏବଂ ଆପଣଙ୍କ ପରିବାରର ସମ୍ପୂର୍ଣ୍ଣ ଗଠନକୁ ପରିବର୍ତ୍ତନ କରିବ। ଏହି ଦୁଇ ଶତ୍ରୁ ଆପଣଙ୍କ ଖୁସି, ଆପଣଙ୍କ ଉନ୍ନତି, ଆପଣଙ୍କର ପ୍ରଗତି, ଆପଣଙ୍କ ପରିବାରର ଶାନ୍ତିକୁ ନଷ୍ଟ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି। ଯେତେବେଳେ ଆପଣ ଜାଣିବେ ଯେ ଆପଣଙ୍କ ବିନାଶ ପାଇଁ ଯୋଜନା କରୁଥିବା ଦୁଇ ଶତ୍ରୁ ଅନ୍ୟ କେହି ନୁହନ୍ତି ବରଂ ଆପଣଙ୍କର ଦୁଇ ଅତି ନିକଟତର ବ୍ୟକ୍ତି, ଜଣେ ମହିଳା ଏବଂ ଜଣେ ପୁରୁଷ। ଏହି ଦୁଇ ଜଣ ଆପଣଙ୍କ ପଛକୁ ଏତେ ଗଭୀର ଭାବରେ ଛୁରୀ ମାରିଛନ୍ତି ଯେ ଯଦି ଆପଣ ଆଜି ଏହି ଭିଡିଓକୁ ଅଣଦେଖା କରନ୍ତି ତେବେ କାଲି ଆପଣଙ୍କ ଘରେ ହେବାକୁ ଥିବା ବିଶୃଙ୍ଖଳାକୁ କେହି ରୋକି ପାରିବେ ନାହିଁ। ତେଣୁ ମୋର ବନ୍ଧୁମାନେ, ଆଜି ଆଖି ଖୋଲା ରଖନ୍ତୁ ଏବଂ ପ୍ରତି ସେକେଣ୍ଡରେ ଏହି ଭିଡିଓଟିକୁ ଧ୍ୟାନର ସହିତ ଦେଖନ୍ତୁ, କାରଣ ଆଜି ମୁଁ ଘାସରେ ଥିବା ସେହି ଦୁଇଟି ସାପଙ୍କ ମୁହଁରୁ ମୁଖା ଚିରି ଦେବାକୁ ଯାଉଛି। ମୁଁ ସେମାନଙ୍କ ନାମ, ସେମାନଙ୍କର ରଙ୍ଗ, ସେମାନଙ୍କର ରୂପ ଏବଂ ତୁମର ନିଜ ଘର ଭିତରେ ତୁମକୁ ଧ୍ୱଂସ କରିବା ପାଇଁ ସେମାନେ ବ୍ୟବହାର କରୁଥିବା ଘୃଣ୍ୟ କୌଶଳ ପ୍ରକାଶ କରିବି। ଏହା ଶୁଣି ହୁଏତ ତୁମର ପାଦ ତଳର ମାଟି ଥରି ଉଠିବ ଏବଂ ତୁମେ କାନ୍ଦି ମଧ୍ୟ ପାର, କିନ୍ତୁ ଆଜି ତୁମକୁ ଏହି ତିକ୍ତ ବଟିକା ଗିଳିବାକୁ ପଡିବ, କାରଣ ଯଦି ମୁଁ ନୀରବ ରହେ ତେବେ ତୁମର ଜୀବନ ଏକ କବରସ୍ଥାନ ହୋଇଯିବ। ଏହି ଲୋକମାନେ ତୁମ ବିରୁଦ୍ଧରେ ପ୍ରତାରଣାର ଏକ ଜାଲ ସୃଷ୍ଟି କରିଛନ୍ତି, ଯାହାକୁ ତୁମକୁ ସମ୍ପୂର୍ଣ୍ଣ ଭାଙ୍ଗିବାକୁ ପଡିବ। ମୁଁ ସେହି ବିଶ୍ୱାସଘାତକ ମାନଙ୍କ ବିଷୟରେ ଅନ୍ଧକାର ସତ୍ୟ ପ୍ରକାଶ କରିବା ଏବଂ ସେହି ଭୟଙ୍କର ରୀତିର ପ୍ରତିଷେଧକ ଦେଖାଇବା ପୂର୍ବରୁ ଏହି ଭିଡିଓଟିକୁ ଲାଇକ୍ କରିନିଅ ଏବଂ ସମ୍ପୂର୍ଣ୍ଣ ବିଶ୍ୱାସ ଭକ୍ତିର ସହିତ କମେଣ୍ଟ ବକ୍ସରେ ହର ହର ମହାଦେବ କିମ୍ବା ଜୟ ବଜରଙ୍ଗ ବାଲି ଲେଖ। ଭଗବାନ ତୁମ ଘର ଚାରିପାଖରେ ଏପରି ଏକ ସୁରକ୍ଷା କବଚ ସୃଷ୍ଟି କରିବେ ଯେ ଦୁନିଆର କୌଣସି ଯାଦୁକର ତୁମର କ୍ଷତି କରିପାରିବ ନାହିଁ। ବନ୍ଧୁଗଣ, ଯେତେବେଳେ ଗୁରୁଜୀ ଆଜି ତୁମର ଗ୍ରହ ଗତି ଏବଂ ତୁମର ନାମ ପର୍ଚ୍ଚାରେ ଖୋଲିଲେ ସେ ଅତ୍ୟନ୍ତ ଆନନ୍ଦିତ ହେଲେ। ପରିଚୟରୁ ସ୍ପଷ୍ଟ ଯେ ଏହି ଦୁଇ ବ୍ୟକ୍ତି, ଜଣେ ପୁରୁଷ ଏବଂ ଜଣେ ମହିଳା, ତୁମ ନିଜ ପରିବାରର। ତୁମ ଆଗରେ ସେମାନେ ତୁମର ସବୁଠାରୁ ବଡ଼ ସହାନୁଭୂତିଶୀଳ ହେବାର ଅଭିନୟ କରନ୍ତି,
କିନ୍ତୁ ତୁମର ପଛରେ ସେମାନେ ତୁମର ସଫଳତା ପ୍ରତି ଏତେ ଈର୍ଷା କରନ୍ତି ଯେ ସେମାନଙ୍କର ନିଦ ହଜିଯାଏ। ଯେତେବେଳେ ତୁମେ ଏକ ନୂତନ ପ୍ରକଳ୍ପ ଆରମ୍ଭ କର କିମ୍ବା ତୁମ ଘରକୁ କିଛି ଅତିରିକ୍ତ ଟଙ୍କା ଆସେ, ସେମାନେ ଈର୍ଷା କରନ୍ତି। ସେମାନେ ତୁମକୁ ନଷ୍ଟ କରିବା ପାଇଁ ଅଘରୀମାନଙ୍କୁ ଟଙ୍କା ଦେଇଛନ୍ତି। ତୁମର ପୁରୁଣା ପୋଷାକ, ତୁମର କେଶର ଗଣ୍ଠି, ଏପରିକି ତୁମର ଘର ବାହାରୁ ମାଟି ମଧ୍ୟ ସେହି ଯଜ୍ଞ କୁଣ୍ଡରେ ନେଇ ପୋଡ଼ି ଦିଆଯାଉଛି। ତୁମେ କଣ ଲକ୍ଷ୍ୟ କରିଛ ଯେ ଆଜିକାଲି ତୁମ ଘରେ ଏତେ ଅନାବଶ୍ୟକ ସମସ୍ୟା କାହିଁକି? ତୁମର ସମ୍ପୂର୍ଣ୍ଣ ପରିପୂର୍ଣ୍ଣ ପ୍ରକଳ୍ପ ଗୁଡିକ ହଠାତ୍ ଶେଷ ମୁହୂର୍ତ୍ତରେ କାହିଁକି ଖରାପ ହୋଇଯାଉଛି? ଟଙ୍କା ଘରକୁ ଆସୁଛି କିନ୍ତୁ ରହୁନାହିଁ। କାହିଁକି କେହି ସବୁବେଳେ ଅସୁସ୍ଥ ରହୁଛନ୍ତି? ମୋର ବନ୍ଧୁଗଣ, ଏହା ଆପଣଙ୍କର ଦୁର୍ଭାଗ୍ୟ ନୁହେଁ। ଏହା ସେହି କଳା ଯାଦୁର ଧୂଆଁ, କଳା ଯଜ୍ଞର ଧୂଆଁ, ଯାହା ତୁମର ଘରର ସମୃଦ୍ଧିକୁ ଗ୍ରାସ କରୁଛି। ଏହି ଦୁଇ ଜଣ ବ୍ୟକ୍ତି ତୁମକୁ ଜୀବନ୍ତ ମାରିବାକୁ ଚାହାନ୍ତି। ସେମାନେ ଚାହାନ୍ତି ଯେ ତୁମେ ଦ୍ୱାର ଦ୍ୱାର ବୁଲି ସେମାନଙ୍କ ପାଇଁ ଭିକ୍ଷା ମାଗ। ସେମାନେ ତୁମର ଏତେ ନିକଟତର ଯେ ତୁମେ ସେମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କର। ଯେତେବେଳେ ତୁମେ ଦୁଃଖୀ ହୁଅ, ତୁମେ ସେମାନଙ୍କ ନିକଟରେ ତୁମର ଦୁଃଖ ପ୍ରକାଶ କର ଏବଂ ସେମାନେ ତୁମର ଲୁହ ପୋଛି ଭିତରେ ଉତ୍ସବ ମନାଇଥାନ୍ତି। କିନ୍ତୁ ଯଥେଷ୍ଟ, ଈଶ୍ୱର ଆଜି ତୁମକୁ ଏକ ସଂକେତ ପଠାଇଛନ୍ତି। ଯେପର୍ଯ୍ୟନ୍ତ ଏହି ଦୁଇଟି କୀଟ ତୁମ ଜୀବନରେ ରହିବେ, ତୁମେ କେବେ ଆଗକୁ ବଢି ପାରିବ ନାହିଁ। କିନ୍ତୁ ତୁମକୁ ଟିକିଏ ବି ଚିନ୍ତା କରିବାକୁ ପଡିବ ନାହିଁ। ଯଦି ତୁମେ ଆଜି ଗୁରୁଜୀ ପ୍ରକାଶ କରିଥିବା ନିଶ୍ଚିତ ଏବଂ ଶକ୍ତିଶାଳୀ ପ୍ରତିକାରକୁ ଅନୁସରଣ କରିବ, ତେବେ ସେମାନଙ୍କର ସମସ୍ତ ଯଜ୍ଞ, ସମସ୍ତ ପୂଜାପାଠ ବିଜୁଳି ପରି ଫେରି ଆସିବ ଏବଂ ସେମାନଙ୍କ ଉପରେ ପଡିବ। ସେମାନେ ସେମାନଙ୍କ ପରିବାର ସହିତ ରକ୍ତର ଲୁହ କାନ୍ଦି ସେହି ଖାତରେ ପଡିଯିବେ ଯେଉଁଠାରେ ସେମାନେ ତୁମକୁ ଠେଲି ଦେବାକୁ ଚାହୁଁଛନ୍ତି। ତୁମେ ଯେଉଁ ଖୁସି ପାଇଁ ଆଗ୍ରହୀ ତାହା ତୁମକୁ ମିଳିବ। ତୁମ ବ୍ୟବସାୟ, ନିଯୁକ୍ତି ଏବଂ ଯେକୌଣସି ଅଟକି ଥିବା ପ୍ରୟାସରେ ଏତେ ଶୀଘ୍ର ସଫଳତା ପାଇବ ଯେ ତୁମର ଶତ୍ରୁମାନେ ପାଉଁଶ ହୋଇଯିବେ। ତେବେ ସେହି ପୁରୁଷ ଏବଂ ମହିଳା କିଏ? ସେମାନଙ୍କର ପରିଚୟ କଣ ଏବଂ ସେହି ନିଶ୍ଚିତ ସମାଧାନ କଣ? ମୁଁ ଏହା ବିଷୟରେ ତୁମକୁ ସବୁ କିଛି କହିବି, କିନ୍ତୁ କିଛି ସର୍ତ୍ତ ଅଛି। ଆପଣଙ୍କୁ କେବଳ ଏହି ଭିଡିଓକୁ ସ୍କିପ୍ ନ କରି ସମ୍ପୂର୍ଣ୍ଣ ଦେଖିବାକୁ ପଡିବ, କାରଣ ଅଧା ଅଧୁରା ଜ୍ଞାନ ଆପଣଙ୍କ ଜୀବନରେ ଏକ ବଡ ଭୂମିକମ୍ପ ଆଣିପାରେ। ବନ୍ଧୁଗଣ, ଶତ୍ରୁତା ବିଷୟରେ ସବୁଠାରୁ ଭୟଙ୍କର କଥା କଣ ଆପଣ ଜାଣନ୍ତି କି? ଶତ୍ରୁତା କେବେ ବି ସେହି ବ୍ୟକ୍ତି ଦ୍ୱାରା ହୁଏ ନାହିଁ ଯାହାକୁ ଆପଣ ଜାଣନ୍ତି ନାହିଁ, ଯିଏ ଆପଣଙ୍କ ଠାରୁ ମାଇଲ ମାଇଲ ଦୂରରେ ବସିଛି କିମ୍ବା ଯାହା ସହିତ ଆପଣ କେବେ କୌଣସି କାରବାର କରିନାହାନ୍ତି। ଯେତେବେଳେ କୌଣସି ଅଜଣା କିମ୍ବା କୌଣସି ଅପରିଚିତ ବ୍ୟକ୍ତି ଆମକୁ ଆକ୍ରମଣ କରନ୍ତି, କେବଳ ଆମର ଶରୀର ଆଘାତ ପାଏ, ପୁଣି ଆମେ ସୁସ୍ଥ ହୋଇଯାଉ। କିନ୍ତୁ ମୋର ଭାଇ, ଶତ୍ରୁତା ସର୍ବଦା ସେହି ବ୍ୟକ୍ତି ଦ୍ୱାରା ହୁଏ ଯିଏ ଆପଣଙ୍କ ଥାଳିରେ ଆପଣଙ୍କ ସହିତ ବସି ଖାଦ୍ୟ ଖାଇଛି, ଯିଏ ଆପଣଙ୍କ କାନ୍ଧରେ ହାତ ରଖି ଆପଣଙ୍କ ଖୁସିର ମୁହୂର୍ତ୍ତରେ କାନ୍ଦିବାର ସବୁଠାରୁ ବଡ ନାଟକ କରିଛି। ପ୍ରକୃତ ଶତ୍ରୁ ହେଉଛି ଯିଏ ଆପଣଙ୍କ ନିଜ ଅଗଣାରେ, ଆପଣଙ୍କ ନିଜ ଘରେ ଚେୟାରରେ ବସି ଆପଣଙ୍କ ମୂଳକୁ କାଟି ଚାଲିଛି। ଆପଣ ଏତେ ନିଷ୍ପାପ ଏବଂ ନିର୍ଦ୍ଦୋଷ ଯେ ଆପଣ ତାଙ୍କୁ ନିଜର ଭାବି ପାଖରେ ଧରି ରଖନ୍ତି ଯେତେବେଳେ ସେ ଆପଣଙ୍କ ପଛପଟେ ଛୁରୀ ମାରେ। ଏହା ଆପଣଙ୍କ ଶରୀର ନୁହେଁ, ବରଂ ଆପଣଙ୍କ ଆତ୍ମା। ଯେତେବେଳେ ବାବାଙ୍କ ଜୀବନୀରେ ଆପଣଙ୍କ ନାମର ପୃଷ୍ଠା ଖୋଲିଥାଏ, ଦୁଇଟି ବ୍ୟକ୍ତିଙ୍କ ମୁହଁ ସ୍ପଷ୍ଟ ଭାବରେ ଉଭା ହୁଏ। ସେମାନଙ୍କର ପ୍ରକୃତ ସ୍ୱଭାବ ଏବଂ ସେମାନଙ୍କର ଅନ୍ଧକାର ସତ୍ୟ ଜାଣି ତୁମ ପାଦ ତଳୁ ମାଟି ଖସିଯିବ। ତୁମର ରକ୍ତ ଗରମ ହୋଇ ଫୁଟିବାକୁ ଲାଗିବ ଏବଂ ତୁମେ ଭାବିବାକୁ ବାଧ୍ୟ ହେବ ଯେ ଏହି କଳି ଯୁଗରେ ମାନବତା ସତରେ ଏତେ ତଳକୁ ଖସି ଯାଇଛି କି? ବନ୍ଧୁଗଣ, ବାବାଙ୍କ ପର୍ଚ୍ଚାରେ ତୁମେ ଦେଖିଥିବା ପ୍ରଥମ ଭୟଙ୍କର ଛାୟା ହେଉଛି ଜଣେ ମହିଳାଙ୍କର, ଯିଏ ବାରମ୍ବାର ତୁମ ଘରକୁ ଆସନ୍ତି। ସେ କୌଣସି ଦୂର ସମ୍ପର୍କୀୟ କିମ୍ବା ଅଜଣା ଅପରିଚିତ
ବ୍ୟକ୍ତି ନୁହନ୍ତି, ବରଂ ସେ ତୁମର ନିକଟତମ ପରିଚିତ ମାନଙ୍କ ମଧ୍ୟରୁ ଜଣେ, ଯିଏ ତୁମ ପାଖରେ ରହନ୍ତି। ତେଣୁ ଆଜି ମୁଁ ତୁମ ମନରେ ଏହି ସବୁଠାରୁ ବଡ଼ ସଂକେତକୁ ଛାପି ଦିଅ। ଯେତେବେଳେ ସେ ତୁମ ଘରକୁ ଆସନ୍ତି, ତାଙ୍କର ନଜର ତୁମର ଠାକୁର ଘର କିମ୍ବା ତୁମର ମୁହଁ ଉପରେ ନାହିଁ। ସେ ସବୁବେଳେ ତୁମ ଘରର ଜିନିଷ ଗୁଡ଼ିକୁ ଏକ ଅଦ୍ଭୁତ ଦୃଷ୍ଟି ସହିତ ନିରୀକ୍ଷଣ କରନ୍ତି। ଯେତେବେଳେ କିଛି ନୂଆ ଜିନିଷ ଆସେ, ତୁମେ ନୂଆ ପୋଷାକ ପିନ୍ଧି ବାହାରକୁ ଯାଅ, ତୁମ ସ୍ତ୍ରୀ ନୂଆ ଅଳଙ୍କାର ପିନ୍ଧି ଯାଆନ୍ତି, ଏକ ନୂତନ ଗାଡି ଆସେ କିମ୍ବା ତୁମ ଘରେ ଖୁସିର ସାମାନ୍ୟ ମୁହୂର୍ତ୍ତ, ତାଙ୍କ ଆଖିରେ ଏକ ଅଦ୍ଭୁତ ଚମକ ଏବଂ ତୀବ୍ର ଈର୍ଷା ସ୍ପଷ୍ଟ ଭାବରେ ଦେଖାଯାଏ। ଯେତେବେଳେ ତୁମର ପିଲାମାନେ ସେମାନଙ୍କ ଜୀବନରେ କିଛି ଭଲ କରନ୍ତି, ଯେତେବେଳେ ସେମାନେ ସ୍କୁଲ କିମ୍ବା କାମରେ ଉତ୍କର୍ଷ ପାଆନ୍ତି, ସେ ବାହ୍ୟ ଭାବରେ ଆନନ୍ଦିତ ହେବାର ଅଭିନୟ କରନ୍ତି, ତାଳି ବଜାଇ ଏବଂ ତୁମର ପିଲାମାନଙ୍କର ପିଠିକୁ ଥାପୁଡା ମାରି, କିନ୍ତୁ ଭିତରେ ଗଭୀର ଭାବରେ ତାର ରକ୍ତ କୋଇଲା ପରି ଜଳୁଛି। ତୁମର ପିଲାମାନେ ତାଙ୍କଠାରୁ କିପରି ପଛରେ ପଡ଼ିଛନ୍ତି ତାହା ସେ ସହ୍ୟ କରିପାରୁନାହାନ୍ତି। ସେ ତୁମକୁ ମିଠା ମିଠା କଥା କହିବ, ବାଃ ତୁମେ ଏତେ ଉନ୍ନତି କରିଛ, ପରମେଶ୍ୱର ତୁମକୁ ଆହୁରି ଆଶୀର୍ବାଦ କରନ୍ତୁ, ତୁମେ ଆମର ନିଜର, ତୁମର ଖୁସିରେ ଆମର ଖୁସି ରହିଛି, ତୁମର ଘର ସ୍ୱର୍ଗ ପରି। କିନ୍ତୁ ବନ୍ଧୁଗଣ, ତୁମର ଦ୍ୱାର ବାହାରକୁ ପାଦ ଦେବା ମାତ୍ରେ ତାର ଜିଭରେ ଏବଂ ହୃଦୟର ଗଭୀରତାରେ ଏକ ବିପଦପୂର୍ଣ୍ଣ ବିଷ ଅଛି। ତାର ସତ୍ୟ ଏବଂ ଅଶୁଭ ଉଦ୍ଦେଶ୍ୟ ପ୍ରକାଶିତ ହୁଏ। ସେ ଅନ୍ୟ ମହିଳାଙ୍କ ମଧ୍ୟରେ ବସି ତୁମକୁ ଏବଂ ତୁମର ପରିବାରକୁ ନିନ୍ଦା କରୁଛି। ସେ ତୁମର ଚରିତ୍ର ଉପରେ ଆକ୍ଷେପ କରୁଛି ଏବଂ ତୁମର ସାମାଜିକ ପ୍ରତିଷ୍ଠାକୁ କଳଙ୍କିତ କରିବାକୁ କୌଣସି ବି ପଛରେ ପକାଉନାହିଁ। ଏବଂ ସବୁଠାରୁ ଭୟଙ୍କର କଥା, ଏହି ମହିଳା ଜଣକ ତୁମର ଆନନ୍ଦମୟ ଖୁସିକୁ ନଷ୍ଟ କରିବା ପାଇଁ ଗୁପ୍ତ ଭାବରେ ତୁମର ଘରର ବାହାରର ମାଟି, ତୁମର ଏବଂ ତୁମର ପିଲାମାନଙ୍କର ଅତୀତ ପ୍ରତାରଣା, ତୁମର ଜୋତାର ଧୂଳି ଏବଂ ତୁମର କେଶଗୁଚ୍ଛ ଚୋରି କରି ଏକ ଭୟଙ୍କର ଯାଦୁକରକୁ ଦେଇଛି। ଏହି ସେହି ମହିଳା ଯିଏ ଆଜି ରାତିରେ ସେହି କଳା ଅଗ୍ନିକୁଣ୍ଡ ସମ୍ମୁଖରେ ବସି ତୁମର ଖୁସିକୁ ବଳି ଦେଇଛନ୍ତି। ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଘର ସବୁବେଳେ କଳହରେ ପରିପୂର୍ଣ୍ଣ ରହୁ। ସ୍ୱାମୀ ଏବଂ ସ୍ତ୍ରୀ କେବେ ପରସ୍ପର ସହିତ ନ ମିଶନ୍ତୁ। ସେମାନେ ପ୍ରତ୍ୟେକ ଛୋଟ ଛୋଟ କଥା ପାଇଁ ଝଗଡା କରନ୍ତୁ, ଯାହା ଫଳରେ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଉ। ଆପଣଙ୍କ ପିଲାମାନେ କେବେ ଉନ୍ନତି ହାସଲ ନ କରନ୍ତୁ, ସବୁବେଳେ ଏ ଦ୍ୱାର ସେ ଦ୍ୱାର ବୁଲନ୍ତୁ। ଏହି ମହିଳା ଚାହାନ୍ତି ଯେ ଆପଣଙ୍କ ଘରେ ସମୃଦ୍ଧି, ଖାଦ୍ୟ ଏବଂ ଧନ ସର୍ବଦା ବନ୍ଦ ହୋଇଯାଉ। ଆପଣଙ୍କୁ ପ୍ରତ୍ୟେକ ଟଙ୍କା ପାଇଁ ଭିକ୍ଷା କରିବାକୁ ପଡୁ ଏବଂ ବନ୍ଧୁମାନେ ଆପଣଙ୍କୁ ଏବେ ଆହୁରି ସତର୍କ ରହିବାକୁ ପଡିବ, ସାବଧାନ ରହିବାକୁ ପଡିବ, କାରଣ ଚୈତ୍ର ନବରାତ୍ରି ଆରମ୍ଭ ହେବାକୁ ଯାଉଛି। ଜ୍ୟୋତିଷ, ତନ୍ତ୍ର ଏବଂ ଅଘୋର ବିଜ୍ଞାନରେ ଏହି ସମୟକୁ ସମଗ୍ର ବର୍ଷର ସବୁଠାରୁ ବିପଦପୂର୍ଣ୍ଣ, ରହସ୍ୟମୟ ଏବଂ ଶକ୍ତିଶାଳୀ ବୋଲି ବିବେଚନା କରାଯାଏ। ଏହି ସମୟରେ ସକାରାତ୍ମକ ଏବଂ ନକାରାତ୍ମକ ଶକ୍ତି ଉଭୟ ସେମାନଙ୍କର ଶୀର୍ଷରେ ଥାଏ। ଏହା ହେଉଛି ମାତା ରାଣୀଙ୍କର ପୃଥିବୀରେ ଆଗମନ ପୂର୍ବରୁ ସମୟ ଏବଂ ଅମାବାସ୍ୟାର ଅନ୍ଧାର ରାତି ଆସିବାକୁ ଯାଉଛି। ତାନ୍ତ୍ରିକ, ଅଘୋରୀ ଏବଂ କଳା ଯାଦୁକର ମାନେ ସେମାନଙ୍କର ସବୁଠାରୁ ଭୟଙ୍କର ଶକ୍ତି ପ୍ରଦର୍ଶନ କରନ୍ତି। ମଧ୍ୟରାତ୍ରିରେ ଶ୍ମଶାନରେ ବସି ସେମାନେ ଆପଣଙ୍କ ବିନାଶ ପାଇଁ ମନ୍ତ୍ର ଜପ କରୁଛନ୍ତି। ଆପଣଙ୍କ ଫଟୋରେ ଲାଲ ସିନ୍ଦୁର ଏବଂ କଟା ଲେମ୍ବୁ ଅର୍ପଣ କରାଯାଉଛି। ଆପଣଙ୍କର ଏହି ଦୁଇ ଶତ୍ରୁ ମହିଳା ଏବଂ ପୁରୁଷ ଏହି ସମୟର ପୂର୍ଣ୍ଣ ସୁଯୋଗ ନେଇଛନ୍ତି। ସେମାନେ ତୁମକୁ ନଷ୍ଟ କରିବା ପାଇଁ ଆରମ୍ଭ କରିଥିବା ଯଜ୍ଞରେ ପାଣି ପରି ଟଙ୍କା ଖର୍ଚ୍ଚ କରୁଛନ୍ତି। ସେମାନେ ତୁମକୁ ନଷ୍ଟ ହୋଇଥିବା ଦେଖିବା ପାଇଁ ସେମାନଙ୍କର ପକେଟ ଖାଲି କରୁଛନ୍ତି। ଏହି ଯଜ୍ଞ ଏହି ନବରାତ୍ରି ପୂର୍ବରୁ ତୁମର ସମସ୍ତ ଖୁସିକୁ ବଳିଦାନ ଦେବା ପାଇଁ କରାଯାଉଛି, ଯାହା ଦ୍ୱାରା ଦେବୀ ମାତା ଏବଂ ପ୍ରଭୁଙ୍କ ଆଶୀର୍ବାଦ ତୁମ ପାଖରେ ପହଞ୍ଚି ନପାରେ। ଏହି ସମୟରେ ନକାରାତ୍ମକ ଶକ୍ତି ଏତେ ପ୍ରଭାବଶାଳୀ ହେବ ଯେ ଏକ ସାଧାରଣ ତାନ୍ତ୍ରିକ ବିଧି ମଧ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ମୃତ୍ୟୁ ମୁଖରେ
ଘରେ ପକାଇ ପାରେ। ଲକ୍ଷ ଲକ୍ଷ ଟଙ୍କାର ଏକ ସମୃଦ୍ଧ ବ୍ୟବସାୟ ରାତାରାତି ନଷ୍ଟ ହୋଇଯାଇପାରେ ଏବଂ ଏକ ସୁଖୀ ପରିବାର ପାଉଁଶ ହୋଇଯାଇପାରେ। ଏହି ବିଶ୍ୱାସଘାତକ ମାନେ ବହୁତ ଦୂରରେ ନାହାନ୍ତି, ସେମାନେ ତୁମ ଚାରି ପାଖରେ ଘୁରି ବୁଲୁଛନ୍ତି। ବଗ ପରି ସେମାନେ ସେମାନଙ୍କ ଉପରେ ଆକ୍ରମଣ କରିବା ପାଇଁ ଏକ ଛୋଟ ସୁଯୋଗ ଅପେକ୍ଷାରେ ଅଛନ୍ତି। ଯଦି ସେମାନେ ସୁଯୋଗ ପାଆନ୍ତି ତେବେ ସେମାନେ ଆପଣଙ୍କ ଘରେ ପ୍ରବେଶ କରିପାରନ୍ତି। ବନ୍ଧୁଗଣ, ବହୁତ ସତର୍କ ରୁହନ୍ତୁ। ସେମାନେ ଆଗାମୀ କିଛି ଦିନ ମଧ୍ୟରେ କୌଣସି ମିଠା ବାହାନା ନେଇ ଆସିପାରନ୍ତି। ସେମାନେ ଆଜି ମିଠା ବାକ୍ସ, ଉପହାର କିମ୍ବା କେବଳ ଆପଣଙ୍କ ଭଲ ପାଇବା ପଚାରିବାକୁ ଆସିପାରନ୍ତି। ସେମାନେ ଆପଣଙ୍କର ସୋଫାରେ ବହୁତ ବନ୍ଧୁତ୍ୱପୂର୍ଣ୍ଣ ଭାବରେ ବସିବେ, ଆପଣଙ୍କ ସହିତ ମିଠା ମିଠା କଥା ହେବେ, ପାଣି ମାଗିବେ ଏବଂ ଆପଣଙ୍କ ଦ୍ୱାରା ତିଆରି ଚା ପିଇବେ ଏବଂ ତାପରେ ଆପଣ ପରିସ୍ରା କରିବା ମାତ୍ରେ କିମ୍ବା ଆପଣ ରୋଷେଇ ଘରେ ପାଣି ଗ୍ଲାସ ରଖିବାକୁ ଯିବା ମାତ୍ରେ ସେମାନେ ଆପଣଙ୍କ ସୋଫା ତଳେ, କୁସନ ପଛରେ କିମ୍ବା ଆପଣଙ୍କ ଘରର କୌଣସି ଅନ୍ଧାର କୋଣରେ କିଛି ଭୟଙ୍କର ଗୁପ୍ତ ଜିନିଷ ଲୁଚାଇ ରଖିବେ, ଯେପରିକି ସିନ୍ଦୁର ଲେପ ଦିଆଯାଇଥିବା ଲବଙ୍ଗ, ଶବଦାହ ପାଉଁଶ, ମଳିନ ନଖ, କଳା ହଳଦୀ, ପେଚା ପର କିମ୍ବା କଳା ସୂତାରେ ବନ୍ଧା ହୋଇଥିବା କିଛି ଭୟଙ୍କର ଜିନିଷ। ଏହା ଆପଣ ଜାଣିନଥିବେ। ଆପଣ ଜଣେ ସରଳ ଏବଂ ପବିତ୍ର ହୃଦୟର ବ୍ୟକ୍ତି। ଆପଣ ଭାବିବେ ଯେ ସେମାନେ ଆପଣଙ୍କ ନିଜର, ସେମାନେ ବହୁତ ସ୍ନେହ ପ୍ରେମ ଦେଖାଇ ଭେଟିବାକୁ ଆସିଛନ୍ତି, କିନ୍ତୁ ବାସ୍ତବରେ ସେମାନେ ଚାଲିଯିବେ। ଆପଣଙ୍କ ଘରେ ମୃତ୍ୟୁ, ରୋଗ, ଦୁଃଖ ଏବଂ ବିନାଶର ବୀଜ ବୁଣିବେ। ତେଣୁ ବନ୍ଧୁଗଣ, ଯଦି ଆପଣ କାହାକୁ ସାମାନ୍ୟତମ ସନ୍ଦେହ କରୁଛନ୍ତି କିମ୍ବା ଯଦି କେହି ହଠାତ୍ ଅତ୍ୟଧିକ ମିଠା ହୋଇଯାନ୍ତି, ଅତ୍ୟଧିକ ସ୍ନେହପୂର୍ଣ୍ଣ ହୋଇଯାନ୍ତି, ଯିଏ ବର୍ଷ ବର୍ଷ ଧରି ଆସିନାହାନ୍ତି ଏବଂ ବର୍ତ୍ତମାନ ବିନା ନିମନ୍ତ୍ରଣରେ ଆସି ଦେଖା କରୁଛନ୍ତି, ତେବେ ଆପଣଙ୍କ ଆଖିକୁ ଆପଣ ତୀକ୍ଷ୍ଣ ରଖନ୍ତୁ। ସେମାନଙ୍କୁ ଏକ ମୁହୂର୍ତ୍ତ ପାଇଁ ମଧ୍ୟ ଏକାକୀ ଛାଡନ୍ତୁ ନାହିଁ। ସେମାନଙ୍କୁ ଆପଣଙ୍କ ଘରେ, ବିଶେଷ କରି ଆପଣଙ୍କର ଶୟନ କକ୍ଷ କିମ୍ବା ରୋଷେଇ ଘର ଭିତରକୁ ଛାଡନ୍ତୁ ନାହିଁ ଏବଂ ଯଦି ସେମାନେ କିଛି ଖାଦ୍ୟ ଯୋଗ୍ୟ ଜିନିଷ ଆଣନ୍ତି ତେବେ ତାହା ଆପଣ ଖାଆନ୍ତୁ ନାହିଁ କିମ୍ବା ଘରର କାହାକୁ ଦିଅନ୍ତୁ ନାହିଁ, କାରଣ ଏହି ସମୟରେ କରାଯାଇଥିବା ତାନ୍ତ୍ରିକ ରୀତିନୀତି ସିଦ୍ଧ ରକ୍ତ ପ୍ରବାହରେ ମିଶିଯାଏ ଏବଂ ଜଣେ ବ୍ୟକ୍ତିଙ୍କ ବୁଦ୍ଧିକୁ ସମ୍ପୂର୍ଣ୍ଣ କଳୁଷିତ କରିଦିଏ। କିନ୍ତୁ ବନ୍ଧୁଗଣ, କଟୁ ସତ୍ୟ ହେଉଛି ଯେ ଶତ୍ରୁଙ୍କ ଏହି ଆକ୍ରମଣ କେବଳ ସେତେବେଳେ ସଫଳ ହୁଏ ଯଦି ନକାରାତ୍ମକ ଶକ୍ତି ଆପଣଙ୍କ ନିଜ ଘରେ ରହିଥାଏ। ତାନ୍ତ୍ରିକ ରୀତିନୀତି ଏବଂ କଳା ଯାଦୁ ପୂର୍ବରୁ ମନ୍ଦ ଏବଂ ଦାରିଦ୍ର୍ୟର ଫାଶରେ ପରିପୂର୍ଣ୍ଣ ଘରେ ସବୁଠାରୁ ପ୍ରଭାବଶାଳୀ ଭାବରେ କାମ କରେ। ମଇଳା ଏବଂ ଅଳିଆ ଏହି ଦୁଷ୍ଟ ଶକ୍ତିର ଖାଦ୍ୟ। ଏହି ଅନ୍ଧକାର ଶକ୍ତି ଗୁଡିକ କେବଳ ସେହି ଘରେ ପ୍ରବେଶ କରନ୍ତି ଯେଉଁମାନଙ୍କର ଦ୍ୱାର ଆପଣ ନିଜ ଭୁଲ ମାଧ୍ୟମରେ ଖୋଲିଛନ୍ତି। ତେଣୁ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଏବଂ ଏହି ତାନ୍ତ୍ରିକ ଯଜ୍ଞର ପ୍ରଭାବକୁ ସ୍ଥାୟୀ ଭାବରେ ନିଷ୍କ୍ରିୟ କରିବା ପାଇଁ ଆଜି ହିଁ ଆପଣଙ୍କୁ ଘରୁ କିଛି ଜିନିଷ ବାହାରକୁ ଫିଙ୍ଗି ଦେବାକୁ ପଡିବ। ଯଦି ଏହି ଜିନିଷ ଗୁଡିକ ଆପଣଙ୍କ ଘରେ ରହିଥାଏ ତେବେ ଆପଣ ନିଜ ହାତରେ ଆପଣଙ୍କ ଶତ୍ରୁ ପାଇଁ ଦ୍ୱାର ଖୋଲି ଦେଇଛନ୍ତି ଏବଂ ଅନ୍ୟ କୌଣସି ପ୍ରତିକାର କାମ କରିବ ନାହିଁ। ପ୍ରଥମେ ବନ୍ଦ ହୋଇଯାଇଥିବା ଘଣ୍ଟା ଏବଂ ନକଲି ମୁଦ୍ରା ଘରୁ ବାହାର କରିଦିଅ। ଏକ ଭଙ୍ଗା ଘଣ୍ଟା, ବନ୍ଦ ହୋଇଯାଇଥିବା ଘଣ୍ଟା କେବଳ କାନ୍ଥରେ ଝୁଲି ରହିଥିବା ଏକ ଯନ୍ତ୍ର ନୁହେଁ, ଏହା ଆପଣଙ୍କର ସ୍ଥିର ଭାଗ୍ୟ, ଅଟକି ଯାଇଥିବା ପ୍ରଗତି ଏବଂ ଖରାପ ସମୟକୁ ଆକର୍ଷିତ କରୁଥିବାର ବସ୍ତୁ। ଆପଣଙ୍କ ଶତ୍ରୁ ଦ୍ୱାରା ପ୍ରେରିତ ନକାରାତ୍ମକ ଶକ୍ତି ପ୍ରଥମେ ସେହି ଘଣ୍ଟା ଉପରେ ସ୍ଥିର ହୁଏ, କାରଣ ଯେଉଁଠାରେ ସମୟ ଅଟକିଯାଏ ସେଠାରୁ ହିଁ ବିନାଶ ଆରମ୍ଭ ହୁଏ। ଏହାକୁ ତୁରନ୍ତ ବାହାର କରିଦିଅ କିମ୍ବା ତୁରନ୍ତ ମରାମତି କରିଦିଅ। ଦ୍ୱିତୀୟତଃ, କାଚ କିମ୍ବା ଫାଟି ଯାଇଥିବା ଦର୍ପଣ ଘରୁ ତୁରନ୍ତ କାଢି ଦିଅ। ଭଙ୍ଗା କାଚ ଆପଣଙ୍କୁ କେବଳ ଖରାପ ସମୟ ଦେଖାଏ ନାହିଁ, ଏହା ସମ୍ପର୍କକୁ ମଧ୍ୟ ନଷ୍ଟ କରିଦିଏ। ଏହା ଘରେ ଭୟଙ୍କର ଦୁଃଖ ଏବଂ ଦାରିଦ୍ର୍ୟତା ଆଣେ। ତୃତୀୟତଃ, ପୁରୁଣା ଚିରା ପୋଷାକ ଏବଂ ଜୋତା ଯାହା ଆପଣ ବର୍ଷ ବର୍ଷ ଧରି ପିନ୍ଧି ନାହାନ୍ତି
ବିଶେଷ କରି ଆପଣ ବାକ୍ସରେ ଭର୍ତ୍ତି କରିଥିବା କଳା ପୋଷାକ, ଆପଣଙ୍କ ଝାଳରେ ଦାଗ ହୋଇଥିବା ଏହି ପୋଷାକ ଗୁଡିକ ନକାରାତ୍ମକ ଶକ୍ତିର ଆଶ୍ରୟସ୍ଥଳ। ତାନ୍ତ୍ରିକ ମାନେ ଆପଣଙ୍କ ଉପରେ କଳା ଯାଦୁ କରିବା ପାଇଁ ଏହି ପୋଷାକ ଗୁଡିକୁ ବ୍ୟବହାର କରନ୍ତି। ଚତୁର୍ଥରେ, ଘରର ଠାକୁର ଘରେ କିମ୍ବା ଭଗବାନଙ୍କ ପ୍ରତିମୂର୍ତ୍ତିରେ ରଖାଯାଇଥିବା ପୁରୁଣା ଶୁଖିଲା ଫୁଲ ସମସ୍ତ ସକାରାତ୍ମକତାକୁ ଶୋଷିତ କରିନିଏ ଏବଂ ଭଗବାନଙ୍କର ଆଶୀର୍ବାଦକୁ ଅବରୋଧ କରେ। ଯେତେବେଳେ ସତେଜ ଫୁଲ ଗୁଡିକ ସୁଗନ୍ଧ ବିତରଣ କରେ, କିନ୍ତୁ ଶୁଖିଗଲେ ସେମାନେ ଘରକୁ ନିରାଶାରେ ଭରି ଦିଅନ୍ତି। ପଞ୍ଚମରେ, ମୁଖ୍ୟ ଦ୍ୱାର କିମ୍ବା ଛାତ ଉପରେ କଳଙ୍କି ଲାଗିଥିବା ଲୁହା କିମ୍ବା ଅଳିଆ, ଏହା ରାହୁର ପ୍ରତୀକ। ଯେ ପର୍ଯ୍ୟନ୍ତ ଏହି ଅଳିଆ ଆପଣଙ୍କ ଘରେ ରହିବ, ସେ ପର୍ଯ୍ୟନ୍ତ ଆପଣଙ୍କ ପ୍ରଗତି ସର୍ବଦା ବାଧାପ୍ରାପ୍ତ ହେବ। ଆୟର ସମସ୍ତ ରାସ୍ତା ଅବରୋଧିତ ହେବ। ରୋଗ ଆପଣଙ୍କ ଘରୁ ଛାଡ଼ିବ ନାହିଁ ଏବଂ ଆପଣ ପ୍ରତ୍ୟେକ ଥର ଯିବା ସମୟରେ ଶତ୍ରୁମାନଙ୍କର ପ୍ରଭାବ ଦ୍ୱିଗୁଣିତ ହେବ। ଆଜି କାହାକୁ ନ ପଚାରି ଏହି ଜିନିଷ ଗୁଡିକୁ ଘରୁ ବାହାର କରିଦିଅ। ଘରର ପ୍ରତ୍ୟେକ କୋଣରୁ ସମସ୍ତ ମଇଳା ଜାଲ ସଫା କର, କାରଣ ଯେଉଁ ବୁଢିଆଣୀ ଜାଲ ରହିଥାଏ ତାହା ରାହୁ ଏବଂ କେତୁଙ୍କୁ ଶକ୍ତିଶାଳୀ କରେ ଏବଂ ଆପଣଙ୍କର ପିଲାମାନଙ୍କର ବୁଦ୍ଧିକୁ ସମ୍ପୂର୍ଣ୍ଣ ଭାବରେ ବାନ୍ଧି ଦିଏ। ମୁଁ ଜାଣେ ଆଜି ଆପଣଙ୍କ ହୃଦୟ ନିଶ୍ଚୟ ରକ୍ତର ଲୁହ କାନ୍ଦୁଥିବ। ଆପଣଙ୍କ ନିଜ ଲୋକମାନେ ଆପଣଙ୍କୁ ଏତେ ଧୋକା ଦେଇଛନ୍ତି। ଏହା ଜାଣି ଆପଣଙ୍କ ନିଦ ହଜିଯାଇଛି। ଆପଣ ଭାବୁଛନ୍ତି ଆମେ କେବେ କାହା ପ୍ରତି ଅନ୍ୟାୟ କରିନାହୁଁ। ଆମେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଛୁ, ଆମର ଆବଶ୍ୟକତାର ମୂଲ୍ୟ ଦେଇ ମଧ୍ୟ। ଯେତେବେଳେ ଆମେ ସାରା ରାତି ଜଗି ରହିଛୁ, ତେବେ ଭଗବାନ ଆମ ସହିତ ଏପରି କାହିଁକି ହେବାକୁ ଦେଉଛନ୍ତି? କାରଣ ତୁମେ ଏତେ ସରଳ ଅଟ। କଳି ଯୁଗର ଏହି ଯୁଗରେ ସରଳ ପାଦ ପ୍ରଥମେ କାଟି ଦିଆଯାଏ। ଯେତେ ଅଧିକ ଜଣେ ବଙ୍କା ହୁଏ, ଦୁନିଆ ସେମାନଙ୍କୁ ସେତେ ଅଧିକ ଉପରକୁ ଉଠାଏ। ତୁମର ସତ୍ୟତା, ତୁମର ସଚ୍ଚୋଟତା ଏବଂ ଦିନ ରାତି ତୁମର କଠିନ ପରିଶ୍ରମର ଫଳ ଦେଖି ସେମାନଙ୍କ ଆଖିରୁ ରକ୍ତ ବାହାରି ଯାଉଛି। କିନ୍ତୁ ଏବେ ତୁମକୁ ଏହି ବିଶ୍ୱାସଘାତକ ମାନଙ୍କ ସହିତ କାନ୍ଦିବାକୁ କିମ୍ବା ନିବେଦନ କରିବାକୁ ପଡିବ ନାହିଁ। ଏବେ ତୁମର ପରିବାର ପାଇଁ ଠିଆ ହେବାର ସମୟ ଆସିଛି, ନିଜକୁ ରକ୍ଷା କରିବା ପାଇଁ। ଆସନ୍ତୁ ଅନ୍ୟ ବିଶ୍ୱାସଘାତକଙ୍କ ପାଖକୁ ଯିବା, ଯାହାଙ୍କ ବିଷୟରେ ଜାଣି ତୁମେ ଆଶ୍ଚର୍ଯ୍ୟ ହୋଇଯିବ। ଯେଉଁ ବ୍ୟକ୍ତି ତୁମର ବ୍ୟବସାୟ, ତୁମର ଚାକିରି ଏବଂ ତୁମର ସମୃଦ୍ଧିର ସବୁଠାରୁ ବଡ଼ ଶତ୍ରୁ। ବନ୍ଧୁଗଣ, ସେହି ପରିଚୟରେ ଦ୍ୱିତୀୟ ନାମଟି ଉଭା ହେଲା ଯେ ସେ ଜଣେ ବ୍ୟକ୍ତି ଯାହାଙ୍କୁ ତୁମେ ନିଜର ସର୍ବୋତ୍ତମ ଶୁଭେଚ୍ଛୁ, ତୁମର ମାର୍ଗଦର୍ଶକ ଏବଂ ତୁମର ପ୍ରକୃତ ଭାଇ ବୋଲି ଭାବୁଛ। ଏହି ବ୍ୟକ୍ତି ଜଣକ ଯାହାକୁ ତୁମେ କୌଣସି ନୂତନ ପ୍ରୟାସ ଆରମ୍ଭ କରିବା ପୂର୍ବରୁ ପ୍ରାୟତଃ ପରାମର୍ଶ ନିଅ ଏବଂ ଯାହାଙ୍କ ସହିତ ତୁମେ ଗୋପନୀୟ ଭାବରେ ତୁମର ଭବିଷ୍ୟତ ଯୋଜନା ବାଣ୍ଟ। ହୁଏତ ଭାବପ୍ରବଣ ବିସ୍ଫୋରଣର ଏକ ମୁହୂର୍ତ୍ତରେ ତୁମେ ଚା ପିଇବା କିମ୍ବା ଏକାଠି ବସି ତୁମ ଜୀବନର ସମସ୍ତ ଗୁପ୍ତ କଥା ତାଙ୍କ ନିକଟରେ ପ୍ରକାଶ କରିଛ। ସେ ହୁଏତ କହିଥିବେ, ମୁଁ ଏକ ନୂତନ ଗଛ ଲଗାଇବି। ସେ ହୁଏତ ଏକ ଜମି କିଣି ପାରନ୍ତି କିମ୍ବା ମୁଁ ମୋର ବ୍ୟବସାୟକୁ ବିସ୍ତାର କରିବାକୁ ଚିନ୍ତା କରିଛି। ମୁଁ ମୋର ପିଲାମାନଙ୍କୁ ଭଲ ସ୍ଥାନରେ ନାମ ଲେଖାଇବି। ଏହା ତୁମର ସବୁଠାରୁ ବଡ଼ ଏବଂ ସବୁଠାରୁ ବିନାଶକାରୀ ଭୁଲ ଭାବରେ ପ୍ରମାଣିତ ହୋଇଛି। ଏହି ବ୍ୟକ୍ତି ତୁମର ସମସ୍ତ ଗୁପ୍ତ କଥା ଶୁଣିବା ପରେ ତୁମର ସ୍ୱପ୍ନକୁ ଚୂର୍ଣ୍ଣ କରିବା ପାଇଁ ତୁମର ବ୍ୟବସାୟରେ ଏପରି ଏକ ବିନାଶକାରୀ ଏବଂ ଅନ୍ଧକାରପୂର୍ଣ୍ଣ ପ୍ରଥା ପାଳନ କରିଛି ଯେ ଏବେ କିଛି କରାଯାଇପାରିବ ନାହିଁ। ତୁମେ ହୁଏତ ଲକ୍ଷ୍ୟ କରିଥିବ ଯେ ତୁମର ଥରେ ସମୃଦ୍ଧ ବ୍ୟବସାୟ ହଠାତ୍ ବନ୍ଦ ହୋଇଯାଇଛି। ଯେଉଁ ଗ୍ରାହକମାନେ ତୁମ ପାଖକୁ ଆସୁଥିଲେ ସେମାନେ ହଠାତ୍ ଆସିବା ବନ୍ଦ କରିଦେଇଛନ୍ତି, କିମ୍ବା ତୁମେ କୌଣସି ସ୍ପଷ୍ଟ କାରଣ ବିନା କାମରେ ସମସ୍ୟାର ସମ୍ମୁଖୀନ ହେଉଛ। ତୁମର ବସ୍ କିମ୍ବା ସହକର୍ମୀଙ୍କ ସହିତ ଅବ୍ୟକ୍ତ ଦ୍ୱନ୍ଦ୍ୱ। ଏହା ଲାଗୁଛି ଯେପରି ସମସ୍ତେ ତୁମ ବିରୁଦ୍ଧରେ ଚାଲି ଯାଉଛନ୍ତି। କେହି ତୁମର କଥା ଶୁଣିବାକୁ ଚାହୁଁନାହାନ୍ତି। ଟଙ୍କା ଆସୁଛି କିନ୍ତୁ ପାଣି ପରି ବହି ଯାଉଛି। ଏହା ସ୍ଥାୟୀ ଭାବରେ ରହୁନାହିଁ। ଗତକାଲି ଘର ତିଆରି କରିବା ପାଇଁ ଯେଉଁ ଟଙ୍କା ବ୍ୟବହାର କରାଯିବା କଥା ଥିଲା, ତାହା ହଠାତ୍ ରୋଗ, ହସ୍ପିଟାଲ ବିଲ୍, ଦୁର୍ଘଟଣା ଏବଂ କୋର୍ଟ
କଚେରୀ ମାମଲାରେ ଖର୍ଚ୍ଚ ହୋଇଯାଉଛି। ଏସବୁ ଭାଗ୍ୟର ଆଘାତ ନୁହେଁ। ଏହି ବ୍ୟକ୍ତି ସବୁ କରୁଛନ୍ତି। ପୃଷ୍ଠରେ ସେ ତୁମର ବନ୍ଧୁ କିମ୍ବା ନିକଟତମ ବନ୍ଧୁ ବୋଲି ଛଳନା କରୁଛନ୍ତି। ଯଦି ତୁମର ଆବଶ୍ୟକତା ପଡେ ସେ ତୁମକୁ ସାହାଯ୍ୟ ମଧ୍ୟ କରିବେ। ତେଣୁ ତୁମେ ସାରା ଜୀବନ ତାଙ୍କ ପ୍ରତି ଋଣୀ ଏବଂ ବଶୀଭୂତ ଅନୁଭବ କରିବ। କିନ୍ତୁ ଗମ୍ଭୀର ଭାବରେ ସେ ଚାହାନ୍ତି ଯେ ତୁମେ ସବୁଦିନ ପାଇଁ ତାଙ୍କ ଉପରେ ନିର୍ଭରଶୀଳ ରୁହ। ତୁମେ ସାରା ଜୀବନ ତାଙ୍କ ପାଇଁ ଭିକ୍ଷା ମାଗୁଥିବ, କେବେ ବି ତାଙ୍କୁ ପଛରେ ପକାଇ ପାରିବ ନାହିଁ। ଯଦି ତୁମେ ମୋ କଥାରେ ଟିକିଏ ବି ବିଶ୍ୱାସ କରୁନାହଁ ତେବେ ଆଜି ରାତିରେ ଏକା ବସି ନିଜ ଜୀବନ ବିଷୟରେ ଚିନ୍ତା କର। ମୁଁ ଯେଉଁ ଲକ୍ଷଣ ଗୁଡିକ ବର୍ଣ୍ଣନା କରୁଛି ତାହା କଣ ଗତ କିଛି ମାସ ମଧ୍ୟରେ ତୁମ ସହିତ ଘଟୁଛି କି ନାହିଁ? ତୁମ ପରିବାରରେ କଣ ହଠାତ୍ କୌଣସି ବଡ ସମସ୍ୟା ବିନା ସାମାନ୍ୟ କଥାରେ ହିଂସାତ୍ମକ ଝଗଡା ଆରମ୍ଭ ହୋଇନାହିଁ? ଏପରି ଏକ ଦୁନିଆ ଯେଉଁଠାରେ ତୁମେ ପରସ୍ପରର ମୁହଁ ଦେଖିବାକୁ ମଧ୍ୟ ଚାହୁଁନାହଁ। ପ୍ରଶ୍ନଟି ଚିନ୍ତାଜନକ। ତୁମେ କିମ୍ବା ପରିବାରର କୌଣସି ସଦସ୍ୟ ହଠାତ୍ ଅସୁସ୍ଥ ହୋଇପଡ଼ିଛ କି? ତୁମର ଶରୀର ସବୁବେଳେ ଯନ୍ତ୍ରଣା ଅନୁଭବ କରୁଛି କି? ତୁମକୁ ଅଳସୁଆ ଲାଗୁଛି କି? କୌଣସି କାମ କରିବାକୁ ଇଚ୍ଛା ହେଉନାହିଁ କି? କିନ୍ତୁ ଯେତେବେଳେ ତୁମେ ଡାକ୍ତରଙ୍କ ପାଖକୁ ଯାଉଛ ଡାକ୍ତରୀ ରିପୋର୍ଟ କୌଣସି ରୋଗକୁ ଚିହ୍ନିତ କରୁନାହିଁ। ଡାକ୍ତର ମଧ୍ୟ କହୁଛନ୍ତି ଯେ ସବୁ କିଛି ସ୍ୱାଭାବିକ ଅଛି। ଆପଣଙ୍କ ଘରେ ଥିବା ସବୁଜ ତୁଳସୀ ଗଛ ଯାହାକୁ ଆପଣ ପ୍ରତିଦିନ ପାଣି ଦିଅନ୍ତି ହଠାତ୍ କୌଣସି କାରଣ ବିନା ଶୁଖିବାକୁ ଲାଗିଛି କି? ରୋଷେଇ ଘରେ କ୍ଷୀର ବାରମ୍ବାର ଉତୁରୁଛି କି? କିମ୍ବା ସଦ୍ୟ ରନ୍ଧା ଖାଦ୍ୟ ଶୀଘ୍ର ନଷ୍ଟ ହୋଇଯାଉଛି କି? ଆପଣଙ୍କର ନିଦ କଣ ହଠାତ୍ ରାତିରେ ଭାଙ୍ଗି ଯାଉଛି? ଅନ୍ଧାରରେ କେହି ଆପଣଙ୍କୁ ଚାହିଁ ରହିଥିବା ପରି ଆପଣ ଅନୁଭବ କରୁଛନ୍ତି? କିମ୍ବା କେହି ଆପଣଙ୍କ ଛାତିରେ ଏକ ଭାରି ପଥର ରଖିବା ଭଳି ଆପଣ ଅନୁଭବ କରୁଛନ୍ତି କି ଯାହା ନିଶ୍ୱାସ ନେବାରେ କଷ୍ଟକର ଅନୁଭବ କରାଉଛି? କଣ ଆପଣ ମଇଳା ପାଣିରେ କଳା ସାପ କିମ୍ବା ଉଚ୍ଚତାରୁ ପଡିବାର ଭୟଙ୍କର ସ୍ୱପ୍ନ ଦେଖୁଛନ୍ତି? ଆପଣ କଣ ଏକ ଅଦ୍ଭୁତ ଚିଡିଚିଡା ଭାରି କିମ୍ବା କେତେବେଳେ ପଚା ମାଂସ ପରି ଏକ ଅଦ୍ଭୁତ ଗନ୍ଧ ଅନୁଭବ କରୁଛନ୍ତି କି ଯାହା କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଛି? ଯଦି ଆପଣଙ୍କ ସହିତ ଏହି ସବୁ ଘଟୁଛି ନିଜକୁ ପ୍ରତାରିତ କରନ୍ତୁ ନାହିଁ। ବୁଝନ୍ତୁ ଯେ ସେହି ଭୟଙ୍କର ତାନ୍ତ୍ରିକ ରୀତିର କଳା ଧୂଆଁ ଏବଂ ପାଉଁଶ ଆପଣଙ୍କ ଘରେ ସମ୍ପୂର୍ଣ୍ଣ ପ୍ରବେଶ କରିଛି। ସେହି ମହିଳା ଏହି ବିଶ୍ୱାସଘାତକ ମିଶି ଆପଣଙ୍କ ଜୀବନକୁ ଏକ ଜୀବନ୍ତ ନର୍କରେ ପରିଣତ କରିବାକୁ ଚାହୁଁଛନ୍ତି ଯେଉଁଠାରୁ ଆପଣ କୌଣସି ମୂଲ୍ୟରେ କେବେ ବି ଖସି ପାରିବେ ନାହିଁ। ସେମାନେ ଆପଣଙ୍କୁ ପ୍ରତ୍ୟେକ ଦିଗରୁ ଭାଙ୍ଗିବାକୁ ଚାହୁଁଛନ୍ତି, ଶାରୀରିକ, ମାନସିକ ଏବଂ ଆର୍ଥିକ। କିନ୍ତୁ ବନ୍ଧୁଗଣ ଏହି ଧ୍ୱଂସର କୌଣସି ସ୍ଥାନରେ ଆପଣଙ୍କର ମଧ୍ୟ ଏକ ବହୁତ ଛୋଟ କିନ୍ତୁ ବହୁତ ଗମ୍ଭୀର ଦୋଷ ଅଛି। ଆପଣ ହୃଦୟରେ ଜଣେ ଅତ୍ୟନ୍ତ ପବିତ୍ର ବ୍ୟକ୍ତି। ଆପଣଙ୍କ ମନରେ କୌଣସି ଛଳନା ନାହିଁ। ତୁମେ ଭାବ ଯେ ଯେପରି ତୁମେ ସମସ୍ତଙ୍କ ବିଷୟରେ ଭଲ ଚିନ୍ତା କର, କାହାର ମନ୍ଦ କାମନା କର ନାହିଁ, ସେହିପରି ସମସ୍ତେ ତୁମ ବିଷୟରେ ଭଲ ଚିନ୍ତା କରିବେ। ଏହି ନିର୍ଦ୍ଦୋଷତାର, ଏହି ସରଳତାର ତୁମେ ସମସ୍ତଙ୍କ ନିକଟରେ ତୁମର ଖୁସି, ତୁମର ସଫଳତା, ତୁମର ଭବିଷ୍ୟତ ଯୋଜନା ଘୋଷଣା କର। କିନ୍ତୁ ମନେ ରଖ ତୁମର ପ୍ରତ୍ୟେକ ହସୁଥିବା ମୁହଁ ତୁମର ବନ୍ଧୁ ନୁହେଁ। ତୁମ ପିଠି ଥାପୁଡାଉଥିବା ପ୍ରତ୍ୟେକ ହାତ ଆଶୀର୍ବାଦ ନୁହେଁ। କିଛି ହାତ ତୁମର ପିଠି ଥାପୁଡାଇବା କେବଳ ତୁମକୁ କେଉଁଠି ଛୁରୀ ମାରିବ ତାହା ଦେଖିବା ପାଇଁ କରେ। କଳି ଯୁଗର ଏହି ଅନ୍ଧାର ଯୁଗରେ ଲୋକମାନେ ତୁମର ଦୁଃଖରେ ଏତେ ଦୁଃଖିତ ନୁହନ୍ତି ଯେପରି ସେମାନେ ତୁମର ସାମାନ୍ୟ ଆନନ୍ଦରେ। ତେଣୁ ଆଜିଠାରୁ ଏକ କଥା କୁହ, କେବେ ବି ତୁମର ପ୍ରଗତି, ତୁମର ଖୁସି, ତୁମର ରୋଜଗାର ଏବଂ ତୁମର ଭବିଷ୍ୟତ ଯୋଜନା କାହାକୁ କହିବ ନାହିଁ, ସେମାନେ ଯେତେ ନିକଟତର ହୁଅନ୍ତୁ ନା କାହିଁକି। ଦୁଷ୍ଟ ଆଖି ଏକ ଭୟଙ୍କର ଜିନିଷ। ଦୁଷ୍ଟ ଆଖି ଏକ ସବୁଜ ଗଛକୁ ଶୁଖାଇ ଦେଇପାରେ ଏବଂ ସବୁଠାରୁ ଶକ୍ତିଶାଳୀ ପଥରକୁ ମଧ୍ୟ ଭାଙ୍ଗିପାରେ। ତେଣୁ ତୁମର ଘର, ତୁମର ଶରୀର ଏବଂ ତୁମର ବ୍ୟବସାୟ କଣ? ତୁମର ଓଠକୁ ମୁକୁଳା କର ଏବଂ ନିଜ କାମରେ ମନ ଦିଅ। ତୁମର ନୀରବତା ହେଉଛି ତୁମର ସବୁଠାରୁ ବଡ଼ ଅସ୍ତ୍ର। ସଫଳତା ତାର ଉପସ୍ଥିତି ଅନୁଭବ ନ କରିବା ପର୍ଯ୍ୟନ୍ତ ତୁମର ଯୋଜନା ଗୁଡ଼ିକୁ ଅଂଶୀଦାର କର ନାହିଁ।
ମୁଁ ଏବେ ତୁମ ସହିତ ନବରାତ୍ରି ଆରମ୍ଭ ହେବା ପୂର୍ବରୁ ତୁମେ କେଉଁ ଚରମ ସମାଧାନ କାର୍ଯ୍ୟକାରୀ କରିବାକୁ ଚାହୁଁଛ ତାହା ବାଣ୍ଟିବାକୁ ଯାଉଛି। ଏହି ପ୍ରତିକାର ଏତେ ଅଭୁଲା, ଏତେ ଶକ୍ତିଶାଳୀ ଏବଂ ଏତେ ପ୍ରଭାବଶାଳୀ ଯେ ତୁମେ ଏହାକୁ କରିବା ମାତ୍ରେ ସେହି ବିଶ୍ୱାସଘାତକ ଦ୍ୱାରା କରାଯାଇଥିବା ସମସ୍ତ ଯଜ୍ଞ, ତାର ସମସ୍ତ ତାନ୍ତ୍ରିକ ରୀତିନୀତି ଏବଂ ତାର ସମସ୍ତ ସଫଳତା ଗୋଟିଏ ଆଘାତରେ ନଷ୍ଟ ହୋଇଯିବ। ସେ ପଠାଇଥିବା ତୀର ତାକୁ ଛାତିରେ ସିଧା ବାଜିବ। ରାତିରେ ସେ ନିଦ ନିଜ ହରାଇବ ଏବଂ ସେ ରକ୍ତର ଲୁହ କାନ୍ଦିବ। ସେ ତାର ପରିବାର ସହିତ ତୁମ ପାଇଁ ଖୋଳିଥିବା ଗାତରେ ପଡିଯିବ। ବନ୍ଧୁଗଣ, ଧ୍ୟାନ ଦେଇ ଶୁଣ, ଗୋଟିଏ ବି ଶବ୍ଦ ହରାଅ ନାହିଁ। ତୁମେ ବଜାରରୁ କିଛି ହଳଦିଆ ସୋରିଷର ଦାନା, 5ଟି ଶୁଦ୍ଧ କର୍ପୂରର ବାଟି ଏବଂ 7ଟି ଲବଙ୍ଗ ଆଣ। ଧ୍ୟାନ ଦେବ ଯେମିତି ଲବଙ୍ଗ ଭଙ୍ଗା ନ ହୋଇଥାଏ ଏବଂ ଏକ ପୂର୍ଣ୍ଣ ଫୁଲ ହେବା ଉଚିତ। ସନ୍ଧ୍ୟାରେ ଯେତେବେଳେ ସୂର୍ଯ୍ୟାସ୍ତ ହୁଏ ଏବଂ 2 ଘଣ୍ଟା ଏକାଠି ହୁଏ, ଅର୍ଥାତ୍ ସନ୍ଧ୍ୟା ସମୟରେ ଆପଣଙ୍କ ଘରର ମୁଖ୍ୟ ଦ୍ୱାର ପାଖରେ ଠିଆ ହୁଅ। ଏକ ସଫା ମାଟି ଦୀପରେ 5ଟି କର୍ପୂର, ଏଥିରେ 7ଟି ଲବଙ୍ଗ ଏବଂ ଟିକେ ହଳଦିଆ ସୋରିଷ ରଖ। ଆପଣଙ୍କ ଆଖି ବନ୍ଦ କର ଏବଂ ଆପଣଙ୍କ ପ୍ରିୟ ଦେବତା କିମ୍ବା ମାତା ରାଣୀଙ୍କୁ ସଚା ହୃଦୟରେ ଧ୍ୟାନ କର। ହାତ ଯୋଡ଼ି ସେମାନଙ୍କୁ ପ୍ରାର୍ଥନା କର, ହେ ପ୍ରଭୁ, ଦୟାକରି ମୋ ପରିବାର ଉପରେ ଏହି ଅସୁବିଧା ଆଣିଥିବା ବ୍ୟକ୍ତିଙ୍କୁ ଦୂର କର। ମୋ ଘରକୁ ଖୁସି ଫେରି ଆସୁ ଏବଂ ଶତ୍ରୁମାନେ ନଷ୍ଟ ହୋଇଯାଆନ୍ତୁ। ତାପରେ ଏକ ଦିଆସିଲି କାଠି ସାହାଯ୍ୟରେ ଦୀପ ଜଳାନ୍ତୁ। ଧୂଆଁ ଉଠିବା ଆରମ୍ଭ ହେବା ମାତ୍ରେ ଏବଂ କର୍ପୂର ଏବଂ ଲବଙ୍ଗ ଜଳିବାର ବାସ୍ନା ବାହାରିବା ମାତ୍ରେ ତୁମ ଘର ଚାରିପାଖରେ ଦୀପକୁ ଘୁରାଇବା ଆରମ୍ଭ କରନ୍ତୁ। ଆପଣଙ୍କ ଘରର ମୁଖ୍ୟ ଦ୍ୱାରରୁ ଆରମ୍ଭ କରି ଏହାକୁ ପ୍ରତ୍ୟେକ କୋଠରୀରେ, ପ୍ରତ୍ୟେକ କୋଣରେ, ରୋଷେଇ ଘର ଠାରୁ ଶୟନ କକ୍ଷ ପର୍ଯ୍ୟନ୍ତ, ବାଥରୁମ ଦ୍ୱାର ବାହାରେ, ଛାତ ସିଡ଼ି ପର୍ଯ୍ୟନ୍ତ ଏହାର ଧୂଆଁକୁ ବୁଲାନ୍ତୁ। ତୁମ ମନରେ ସମ୍ପୂର୍ଣ୍ଣ ଭକ୍ତି ଏବଂ ବିଶ୍ୱାସ ସହିତ ଜୟ ବଜରଙ୍ଗ ବାଲି ଜପ କରି ଚାଲନ୍ତୁ। ଏହି ଜଳୁଥିବା ଦୀପ ତୁମ ଘର ବାହାରେ ଏକ ଅଗ୍ନି ଜାଗର ସୃଷ୍ଟି କରିବ, ଏକ ସୁରକ୍ଷା କବଚ ସୃଷ୍ଟି କରିବ, ଏକ ଲକ୍ଷ୍ମଣ ରେଖା ଆଙ୍କିବ, ଏତେ ଶକ୍ତିଶାଳୀ ଯେ କୌଣସି ଅଘରୀ, କୌଣସି ତାନ୍ତ୍ରିକ, କୌଣସି ମନ୍ଦ ଦୃଷ୍ଟି ତୁମର ଦ୍ୱାର ପାର କରିପାରିବ ନାହିଁ। ମୁଁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ଏହା କହୁଛି, ଯେଉଁଦିନ ତୁମେ ଏହି ଉପାୟକୁ କାର୍ଯ୍ୟକାରୀ କରିବ, ତୁମର କାମ ଏତେ ଶୀଘ୍ର ସମାପ୍ତ ହେବ ଯେ ବିଶ୍ୱ ସ୍ତବ୍ଧ ହୋଇଯିବ। ବର୍ଷ ବର୍ଷ ଧରି ପଡି ରହିଥିବା କାମ ଗୁଡିକ ମୁହୂର୍ତ୍ତକ ମଧ୍ୟରେ ସମାଧାନ ହୋଇଯିବ। ସେହି 2 ବିଶ୍ୱାସଘାତକ ଯେଉଁମାନେ ତୁମକୁ ରକ୍ତର ଲୁହ କନ୍ଦାଇବାକୁ ଶପଥ ନେଇଥିଲେ, ସେମାନେ କୃପାହୀନ ହୋଇଯିବେ। ଏହି ଚୈତ୍ର ନବରାତ୍ରି ପରେ ତୁମ ଜୀବନରେ ଆସିବା ବନ୍ଦ ହୋଇଯାଇଥିବା ଟଙ୍କା, ପ୍ରତିଷ୍ଠା, ସାମାଜିକ ସମ୍ମାନ ଏବଂ ଖୁସି ତୁମ ପାଖକୁ ଫେରି ଆସିବ। ଲକ୍ଷ୍ମୀ ନିଜେ ତୁମ ଘର ଖୋଜି ଆସିବେ। ତେଣୁ ତୁମ ମନରୁ ସମସ୍ତ ଭୟ ବାହାର କରିଦିଅ ଏବଂ ଈଶ୍ୱରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖ। ହାର ମାନ ନାହିଁ, କାରଣ ଈଶ୍ୱର କେବେ ବି ତାଙ୍କ ପ୍ରକୃତ ଭକ୍ତଙ୍କ କ୍ଷତି ହେବାକୁ ଦିଅନ୍ତି